ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 17। ଅନନ୍ତର ତାଙ୍କର ପୁତ୍ର ଜିହୋଶାଫଟ ତାଙ୍କର ପଦରେ ରାଜ୍ୟ କରି ଇସ୍ରାଏଲ ବିରୁଦ୍ଧରେ ଆପଣାକୁ ବଳବାନ କଲେ। ପୁଣି ସେ ଜିହୁଦାର ସକଳ ପ୍ରାଚୀର ବେଷ୍ଟିତ ନଗରରେ ସୈନ୍ୟ ରଖିଲେ, ଆଉ ଜିହୁଦା ଦେଶରେ ଓ ତାଙ୍କର ପିତା ଆସାଙ୍କର ହସ୍ତଗତ ଇଫ୍ରାଇମର ସକଳ ନଗରରେ ପ୍ରହରୀ ଦଳ ସ୍ଥାପନ କଲେ। ଆଉ ଜିହୋଶାଫଟ ଆପଣା ପୂର୍ବପୁରୁଷ ଦାଉଦଙ୍କର ପ୍ରଥମ ଆଚରଣ ରୂପ ପଥରେ ଗମନ କରି ବାଲ ଦେବଗଣର ଅନ୍ୱେଷଣ ନ କରିବାରୁ ସଦାପ୍ରଭୁ ତାଙ୍କର ସହବର୍ତ୍ତୀ ହେଲେ। ପୁଣି ସେ ଆପଣା ପୈତୃକ ପରମେଶ୍ୱରଙ୍କର ଅନ୍ୱେଷଣ କଲେ ଓ ତାହାଙ୍କ ଆଜ୍ଞାପଥରେ ଚଳି ଇସ୍ରାଏଲର କର୍ମାନୁଯାୟୀ କଲେ ନାହିଁ। ଏହେତୁ ସଦାପ୍ରଭୁ ତାଙ୍କର ହସ୍ତରେ ରାଜ୍ୟ ଦୃଢ଼ କଲେ ଓ ସମଗ୍ର ଜିହୁଦା ଜିହୋଶାଫଟଙ୍କ ନିକଟକୁ ଦର୍ଶନୀ ଆଣିଲେ। ତହିଁରେ ସେ ଅତିଶୟ ଧନ ଓ ସମ୍ଭ୍ରମ ପାଇଲେ। ପୁଣି ତାଙ୍କର ଅନ୍ତଃକରଣ ସଦାପ୍ରଭୁଙ୍କ ପଥରେ ଉନ୍ନତ ହେଲା। ଆହୁରି ସେ ଜିହୁଦା ମଧ୍ୟରୁ ଉଚ୍ଚସ୍ଥଳୀ ଓ ଆଶେରା ମୂର୍ତ୍ତି ସବୁ ଦୂର କଲେ। ମଧ୍ୟ ସେ ଆପଣା ଅଧିକାରର ତୃତୀୟ ବର୍ଷରେ ଜିହୁଦାର ନଗର ସବୁରେ ଶିକ୍ଷା ଦେବା ପାଇଁ ଆପଣା ଅଧିପତିମାନଙ୍କୁ ଅର୍ଥାତ୍ ବିନ୍ ହଇଲ ଓ ଓବଦିୟ ଓ ଜିଖରିୟ ଓ ନଥନେଲ ଓ ମିଖାୟକୁ ପଠାଇଲେ। ଆଉ ସେମାନଙ୍କ ସଙ୍ଗେ ଲେବୀୟମାନଙ୍କୁ ଅର୍ଥାତ୍ ସମୟ ଓ ନଥନୀୟ ଓ ସବଦିୟ ଓ ଅସାହେଲ ଓ ସମିରାମୋତ ଓ ଜିହୋନାଥନ ଓ ଅଦନୀୟ ଓ ଟୋବିୟ ଓ ଟୋବଦନୀୟ, ଏହି ଲେବୀୟମାନଙ୍କୁ ଓ ସେମାନଙ୍କ ସଙ୍ଗେ ଇଲିସାମା ଓ ଜିହୋରାମ ଯାଜକକୁ ପଠାଇଲେ। ତହିଁରେ ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକ ସଙ୍ଗରେ ନେଇ ଜିହୁଦା ଦେଶରେ ଶିକ୍ଷା ଦେଲେ। ଆଉ ସେମାନେ ଜିହୁଦାର ସକଳ ନଗରରେ ଭ୍ରମଣ କରି ଲୋକମାନଙ୍କ ମଧ୍ୟରେ ଶିକ୍ଷା ଦେଲେ। ତହୁଁ ଜିହୁଦାର ଚତୁର୍ଦିଗସ୍ଥ ଦେଶର ସକଳ ରାଜ୍ୟରେ ସଦାପ୍ରଭୁଙ୍କ ଆଡୁ ଭୟ ଉପସ୍ଥିତ ହେଲା। ଏଣୁ ସେମାନେ ଜିହୋଶାଫଟଙ୍କ ପ୍ରତିକୂଳରେ ଯୁଦ୍ଧ କଲେ ନାହିଁ। ପୁଣି କେତେକ ପଲେଷ୍ଟିୟ ଲୋକ ଜିହୋଶାଫଟଙ୍କ ନିକଟକୁ ଦର୍ଶନୀ ଓ କର ନିମନ୍ତେ ରୂପା ଆଣିଲେ। ଆରବୀୟମାନେ ମଧ୍ୟ ତାଙ୍କ ନିକଟକୁ ପଲ୍ଲ ପଲ୍ଲ କରି 7,700 ମେଷ ଓ 7,700 ଛାଗ ଆଣିଲେ। ତହିଁରେ ଜିହୋଶାଫଟ ବେଳକୁ ବେଳ ଅତି ମହାନ ହୋଇ ଉଠିଲେ ଓ ସେ ଜିହୁଦା ଦେଶରେ ଦୁର୍ଗ ଓ ଭଣ୍ଡାର ନଗରମାନ ନିର୍ମାଣ କଲେ। ଆଉ ଜିହୁଦାର ସବୁ ନଗରରେ ତାଙ୍କର ଅନେକ କର୍ମ ଥିଲା ଓ ଜେରୁସାଲେମରେ ଯୋଦ୍ଧା ମହାବିକ୍ରମଶାଳୀ ଲୋକ ଥିଲେ। ଆପଣା ଆପଣା ପିତୃବଂଶାନୁସାରେ ସେମାନଙ୍କର ସଂଖ୍ୟା ଏହି। ଜିହୁଦାର ସହସ୍ରପତିମାନଙ୍କ ମଧ୍ୟରେ ଅଦ୍ନ ସେନାପତି ଥିଲା ଓ ତାହା ସଙ୍ଗରେ 3,00,000 ମହାବିକ୍ରମଶାଳୀ ଲୋକ ଥିଲେ। ତାହା ଉତ୍ତାରେ ଜିହୋହାନନ ସେନାପତି ଥିଲା, ତାହା ସଙ୍ଗରେ 2,80,000 ଲୋକ ଥିଲେ। ପୁଣି ତାହା ଉତ୍ତାରେ ଶିଖ୍ରିର ପୁତ୍ର ଅମସ୍ୟ, ସେ ସ୍ୱେଚ୍ଛାରେ ଆପଣାକୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲା, ତାହା ସଙ୍ଗରେ 2,00,000 ମହାବିକ୍ରମଶାଳୀ ଲୋକ ଥିଲେ। ପୁଣି ବିନ୍ୟାମିନ୍ ମଧ୍ୟରୁ ଇଲିଆଦା, ସେ ମହାବିକ୍ରମଶାଳୀ ଲୋକ ଥିଲା ଓ ତାହା ସଙ୍ଗରେ 2,00,000 ଧନୁର୍ଦ୍ଧାରୀ ଓ ଢାଲଧାରୀ ଲୋକ ଥିଲେ। ଆଉ ତାହା ଉତ୍ତାରେ ଜିହୋଶାବଦ ଓ ତାହା ସଙ୍ଗରେ ଯୁଦ୍ଧାର୍ଥେ ପ୍ରସ୍ତୁତ 1,80,000 ଲୋକ ଥିଲେ। ରାଜା ଜିହୁଦାର ସର୍ବତ୍ର ପ୍ରାଚୀର ବେଷ୍ଟିତ ନଗରମାନରେ ଯେଉଁମାନଙ୍କୁ ରଖିଥିଲେ, ସେମାନଙ୍କ ଛଡ଼ା ଏମାନେ ରାଜାଙ୍କର ସେବା କଲେ। ଦ୍ୱିତୀୟ ବଂଶାବଳୀ ଅଧ୍ୟାୟ 18। ଏହି ରୂପେ ଜିହୋଶାଫଟ ଅତିଶୟ ଧନବାନ ଓ ସମ୍ଭ୍ରାନ୍ତ ହେଲେ। ପୁଣି ସେ ଆହାବଙ୍କ ସଙ୍ଗେ କୁଟୁମ୍ବିତା କଲେ। ଆଉ କେତେକ ବର୍ଷ ଉତ୍ତାରେ ସେ ସମରିଆ ଦେଶକୁ ଆହାବଙ୍କ କତିକି ଗଲେ। ତହିଁରେ ଆହାବ ତାଙ୍କ ନିମନ୍ତେ ଓ ତାଙ୍କର ସଙ୍ଗୀ ଲୋକମାନଙ୍କ ନିମନ୍ତେ ଅନେକ ମେଷ ଓ ବଳଦ ମାରିଲେ ଓ ଆପଣା ସଙ୍ଗେ ରାମୋତ ଗିଲିୟଦକୁ ଯିବା ପାଇଁ ତାଙ୍କୁ ମଣାଇଲେ। ଇସ୍ରାଏଲର ରାଜା ଆହାବ ଜିହୁଦାର ରାଜା ଜିହୋଶାଫଟକୁ କହିଲେ, ତୁମ୍ଭେ କି ମୋ ସଙ୍ଗେ ରାମୋତ ଗିଲିୟଦକୁ ଯିବ? ତହିଁରେ ସେ ଉତ୍ତର କଲେ, ମୁଁ ତୁମ୍ଭ ପରି ଓ ମୋର ଲୋକ ତୁମ୍ଭର ଲୋକ ପରି, ଆମ୍ଭେମାନେ ଯୁଦ୍ଧରେ ତୁମ୍ଭର ସଙ୍ଗୀ ହେବୁ। ଆହୁରି ଜିହୋଶାଫଟ ଇସ୍ରାଏଲ ରାଜାଙ୍କୁ କହିଲେ, ବିନୟ କରୁଅଛି, ଆଜି ସଦାପ୍ରଭୁଙ୍କ ବାକ୍ୟ ପଚାର। ତେବେ ଇସ୍ରାଏଲର ରାଜା ଭବିଷ୍ୟତ ବକ୍ତାମାନଙ୍କର 400 ଲୋକଙ୍କୁ ଏକତ୍ରିତ କରି ସେମାନଙ୍କୁ ପଚାରିଲେ, ଆମ୍ଭେମାନେ କଣ ଯୁଦ୍ଧ କରିବା ପାଇଁ ରାମୋତ ଗିଲିୟଦକୁ ଯିବା? କିଏ ବା ମୁଁ କ୍ଷାନ୍ତ ହେବି? ତହିଁରେ ସେମାନେ କହିଲେ, ଯାଉନ୍ତୁ, କାରଣ ପରମେଶ୍ୱର ତାହା ରାଜାଙ୍କ ହସ୍ତରେ ସମର୍ପଣ କରିବେ। ମାତ୍ର ଜିହୋଶାଫଟ କହିଲେ, ଏମାନଙ୍କ ଛଡ଼ା ଆମ୍ଭେମାନେ ଯାହାକୁ ପଚାରିପାରୁ, ସଦାପ୍ରଭୁଙ୍କର ଏପରି ଭବିଷ୍ୟତ ବକ୍ତା କେହି କି ଏଠାରେ ନାହିଁ? ତହିଁରେ ଇସ୍ରାଏଲର ରାଜା ଜିହୋଶାଫଟକୁ କହିଲେ,
ଆଉ ଜଣେ ଅଛି ତାହାଦ୍ୱାରା ଆମ୍ଭେମାନେ ସଦାପ୍ରଭୁଙ୍କୁ ପଚାରିପାରୁ, ମାତ୍ର ମୁଁ ତାହାକୁ ଘୃଣା କରେ, କାରଣ ସେ ମୋ ବିଷୟରେ କେବେ ମଙ୍ଗଳର ନୁହେଁ ମାତ୍ର ସବୁବେଳେ ଅମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରେ। ସେ ଜିମ୍ଲର ପୁତ୍ର ମିଖାୟ। ତହିଁରେ ଜିହୋଶାଫଟ କହିଲେ, ରାଜା ଏପରି ନ କହନ୍ତୁ। ସେତେବେଳେ ଇସ୍ରାଏଲର ରାଜା ଏକ ଅଧ୍ୟକ୍ଷକୁ ଡାକି କହିଲେ, ଜିମ୍ଲର ପୁତ୍ର ମିଖାୟକୁ ଶୀଘ୍ର ଆଣ। ଏଥିମଧ୍ୟରେ ଇସ୍ରାଏଲର ରାଜା ଓ ଜିହୁଦାର ରାଜା ଜିହୋଶାଫଟ ଆପଣା ଆପଣା ରାଜବସ୍ତ୍ର ପିନ୍ଧି ଆପଣା ଆପଣା ସିଂହାସନରେ ବସିଥିଲେ। ସେମାନେ ସମରିଆର ଦ୍ୱାର ପ୍ରବେଶ ସ୍ଥାନ ନିକଟସ୍ଥ ମେଲାରେ ବସିଥିଲେ। ଆଉ ସମସ୍ତ ଭବିଷ୍ୟତ ବକ୍ତା ସେମାନଙ୍କ ସମ୍ମୁଖରେ ଭବିଷ୍ୟତ ବାକ୍ୟ ପ୍ରଚାର କରୁଥିଲେ। ଆଉ କନାନର ପୁତ୍ର ସିଦିକିୟ ଲୌହମୟ ଶୃଙ୍ଗମାନ ନିର୍ମାଣ କରି କହିଲା, ସଦାପ୍ରଭୁ ଏହି କଥା କହନ୍ତି, ଏତଦ୍ୱାରା ଆପଣ ଅରାମ୍ୟମାନଙ୍କୁ ସଂହାର କରିବା ପର୍ଯ୍ୟନ୍ତ ଭୁସି ପକାଇବେ। ତହିଁରେ ସବୁ ଭବିଷ୍ୟତ ବକ୍ତା ତଦ୍ରୂପ ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲେ, ରାମୋତ ଗିଲିୟୋତକୁ ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ, କାରଣ ସଦାପ୍ରଭୁ ତାହା ମହାରାଜାଙ୍କ ହସ୍ତରେ ସମର୍ପଣ କରିବେ। ପୁଣି ଯେଉଁ ଦୂତ ମିଖାୟକୁ ଡାକିବାକୁ ଯାଇଥିଲା, ସେ ତାହାକୁ କହିଲା, ଦେଖ, ଭବିଷ୍ୟତ ବକ୍ତାମାନଙ୍କର ବାକ୍ୟ ଏକମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଅଛି। ଏହେତୁ ମୁଁ ବିନୟ କରୁଅଛି, ତୁମ୍ଭ ବାକ୍ୟ ସେମାନଙ୍କ ବାକ୍ୟ ତୁଲ୍ୟ ହେଉ ଓ ତୁମ୍ଭେ ମଙ୍ଗଳର କଥା କୁହ। ତହୁଁ ମିଖାୟ କହିଲା, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ଯାହା ମୋ ପରମେଶ୍ୱର କହିବେ ତାହା ହିଁ ମୁଁ କହିବି। ଏ ଉତ୍ତାରେ ମିଖାୟ ରାଜାଙ୍କ ନିକଟକୁ ଆସନ୍ତେ ରାଜା ତାହାକୁ କହିଲେ, ମିଖାୟ, ଆମ୍ଭେମାନେ ଯୁଦ୍ଧ କରିବା ପାଇଁ ରାମୋତ ଗିଲିୟୋତକୁ ଯିବା, କିଏ ବା ମୁଁ କ୍ଷାନ୍ତ ହେବି? ତହୁଁ ସେ କହିଲା, ଯାଉନ୍ତୁ ଓ କୃତକାର୍ଯ୍ୟ ହେଉନ୍ତୁ, ସେମାନେ ଆପଣମାନଙ୍କ ହସ୍ତରେ ସମର୍ପିତ ହେବେ। ଏଥିରେ ରାଜା ତାହାକୁ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ନାମରେ ସତ୍ୟ ବିନା ଆଉ କିଛି ମୋତେ ନ କୁହ ବୋଲି ମୁଁ କେତେଥର ତୁମକୁ ଶପଥ କରାଇବି? ତହିଁରେ ସେ କହିଲା, ମୁଁ ସମଗ୍ର ଇସ୍ରାଏଲକୁ ଅରକ୍ଷକ ମେଷପଲ ତୁଲ୍ୟ ପର୍ବତମାନରେ ଛିନ୍ନଭିନ୍ନ ଦେଖିଲି। ଆଉ ସଦାପ୍ରଭୁ କହିଲେ, ଏମାନଙ୍କର ସ୍ୱାମୀ ନାହିଁ, ଏମାନେ ପ୍ରତ୍ୟେକେ କୁଶଳରେ ଆପଣା ଆପଣା ଗୃହକୁ ଫେରିଯାଆନ୍ତୁ। ତହୁଁ ଇସ୍ରାଏଲର ରାଜା ଜିହୋଶାଫଟକୁ କହିଲେ, ଏ ମୋ ବିଷୟରେ ଅମଙ୍ଗଳ ବିନା ମଙ୍ଗଳର ଭବିଷ୍ୟତ ବାକ୍ୟ ପ୍ରଚାର କରିବ ନାହିଁ ବୋଲି କି ମୁଁ ତୁମ୍ଭକୁ କହି ନାହିଁ? ପୁଣି ମିଖାୟ କହିଲା, ଏହେତୁ ସଦାପ୍ରଭୁଙ୍କ ବାକ୍ୟ ଶୁଣ। ମୁଁ ସଦାପ୍ରଭୁଙ୍କୁ ତାହାଙ୍କ ସିଂହାସନରେ ଉପବିଷ୍ଟ ଓ ତାହାଙ୍କ ଦକ୍ଷିଣ ଓ ବାମ ହସ୍ତରେ ସ୍ୱର୍ଗୀୟ ସମୁଦାୟ ସୈନ୍ୟକୁ ଉଭା ହେବାର ଦେଖିଲି। ତହିଁରେ ସଦାପ୍ରଭୁ କହିଲେ, ଆହାବ ଯେପରି ରାମୋତ ଗିଲିୟୋତକୁ ଯାଇ ପତିତ ହେବ, ଏଥିପାଇଁ କିଏ ତାହାକୁ ଫୁସିଲାଇବ? ତହିଁରେ ଜଣେ ଏ ପ୍ରକାର ଓ ଅନ୍ୟ ଜଣେ ସେ ପ୍ରକାର କହିଲେ। ତହିଁ ଉତ୍ତାରେ ଏକ ଆତ୍ମା ବାହାରି ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହୋଇ କହିଲା, ମୁଁ ତାହାକୁ ଫୁସିଲାଇବି। ତହୁଁ ସଦାପ୍ରଭୁ ତାହାକୁ କହିଲେ, କାହିଁରେ? ସେ କହିଲା, ମୁଁ ଯାଇ ତାର ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେବି। ତେବେ ସେ କହିଲେ, ତୁମ୍ଭେ ତାହାକୁ ଫୁସିଲାଇବ ମଧ୍ୟ କୃତକାର୍ଯ୍ୟ ହେବ। ଯାଅ, ସେପରି କର। ଏହେତୁ ଦେଖ, ସଦାପ୍ରଭୁ ତୁମର ଏ ସମସ୍ତ ଭବିଷ୍ୟତ ବକ୍ତାଙ୍କ ମୁଖରେ ମିଥ୍ୟାବାଦୀ ଆତ୍ମା ଦେଇଅଛନ୍ତି। ପୁଣି ସଦାପ୍ରଭୁ ତୁମ ବିଷୟରେ ଅମଙ୍ଗଳର କଥା କହିଅଛନ୍ତି। ସେତେବେଳେ କନାନର ପୁତ୍ର ସିଦିକିୟ ନିକଟକୁ ଆସି ମିଖାୟର ଗାଲରେ ଚାପୁଡ଼ା ମାରି କହିଲା, ସଦାପ୍ରଭୁଙ୍କ ଆତ୍ମା ତତେ କହିବା ପାଇଁ ମୋଠାରୁ କେଉଁ ବାଟେ ଗଲେ? ତହିଁରେ ମିଖାୟ କହିଲା, ଦେଖ, ଯେଉଁଦିନ ତୁମ୍ଭେ ଆପଣାକୁ ଲୁଚାଇବା ପାଇଁ ଗୋଟିଏ ଭିତର କୋଠରୀକି ଯିବ, ସେହିଦିନ ତାହା ଜାଣିବ। ପୁଣି ଇସ୍ରାଏଲର ରାଜା କହିଲେ, ମିଖାୟକୁ ଧରି ପୁନର୍ବାର ନଗରାଧ୍ୟକ୍ଷ ଆମୋନ ଓ ରାଜପୁତ୍ର ଜୋୟାସ ନିକଟକୁ ନେଇଯାଅ। ପୁଣି କୁହ, ରାଜା ଏହି କଥା କହନ୍ତି, ଏଇଟାକୁ କାରାଗାରରେ ରଖ ଓ ମୁଁ କୁଶଳରେ ଫେରିଆସିବା ପର୍ଯ୍ୟନ୍ତ ତାହାକୁ ଦୁଃଖରୂପ ଅନ୍ନ ଓ ଦୁଃଖରୂପ ଜଳ ଖୁଆଅ। ତହିଁରେ ମିଖାୟ କହିଲା, ଯେବେ ତୁମ୍ଭେ କୌଣସି ରୂପେ କୁଶଳରେ ଫେରିଆସ, ତେବେ ସଦାପ୍ରଭୁ ମୋ ଦ୍ୱାରା କହିନାହାନ୍ତି। ଆହୁରି ସେ କହିଲା, ହେ ଲୋକମାନେ, ତୁମ୍ଭେ ସମସ୍ତେ ଶୁଣ। ଅନନ୍ତର ଇସ୍ରାଏଲର ରାଜା ଓ ଜିହୁଦାର ଜିହୋଶାଫଟ ରାଜା ରାମୋତ ଗିଲିୟୋତକୁ ଗଲେ। ପୁଣି ଇସ୍ରାଏଲର ରାଜା ଜିହୋଶାଫଟକୁ କହିଲେ, ମୁଁ ଛଦ୍ମବେଶ ଧରି ଯୁଦ୍ଧକୁ ଯିବି, ମାତ୍ର ତୁମ୍ଭେ ଆପଣା ରାଜବସ୍ତ୍ର ପିନ୍ଧ। ତହୁଁ ଇସ୍ରାଏଲର ରାଜା ଛଦ୍ମବେଶ ଧରିଲେ ଓ ସେମାନେ ଯୁଦ୍ଧକୁ ଗଲେ। ମାତ୍ର ଅରାମର ରାଜା ଆପଣାର ରଥାଧ୍ୟକ୍ଷମାନଙ୍କୁ ଆଜ୍ଞା କରି କହିଥିଲା, ତୁମେମାନେ କେବଳ ଇସ୍ରାଏଲର ରାଜା ଛଡ଼ା ସାନ କି ବଡ଼ କାହା ସଙ୍ଗେ ଯୁଦ୍ଧ ନ କର। ଏଣୁ ରଥାଧ୍ୟକ୍ଷମାନେ ଜିହୋଶାଫଟକୁ ଦେଖି କହିଲେ, ଏ ଇସ୍ରାଏଲର ରାଜା। ତେଣୁ ସେମାନେ ତାଙ୍କ ସଙ୍ଗେ ଯୁଦ୍ଧ କରିବା ପାଇଁ ତାଙ୍କ ଆଡ଼କୁ ଫେରିଲେ। ମାତ୍ର ଜିହୋଶାଫଟ ଡାକ ପକାଇଲେ ଓ ସଦାପ୍ରଭୁ ତାଙ୍କର ସାହାଯ୍ୟ କଲେ, ଆଉ ପରମେଶ୍ୱର ସେମାନଙ୍କୁ ତାଙ୍କ ନିକଟରୁ ଫେରିଯିବା ପାଇଁ ପ୍ରବର୍ତ୍ତାଇଲେ।
तहु से इस्राएल राजा नुहंती बोली रथाध्यक्ष माने देखि तांकु गोड़ाइबारु क्षांत हेले। एपरि समय जड़े संधान बिना धनुर्गुण टाणी सांजुआर जोड़ मध्य इस्राएल राजा को आघात कला। तेणु से आपणा सारथी की कहले तुम्भे आपणा हाथ फेराई सैन्य मध्यरु मते नहीं जाओ, कारण मु अतिशय आघात पाइली। सेही दिन युद्ध प्रबल हैला, तथापि इस्राएल राजा आपणा रथरे संध्या पर्यंत अरामीय मानक सम्मुखरे आपणको ठिया करी रखिले। पुणी प्राय सूर्यास्त समय से मले। द्वितीय वंशावली अध्याय 19। ए उतारे जिहुदार राजा जिहोशाफट जेरुसालेम को आपणा गृह को कुशल फेरीगले। पुणी हनानेर पुत्र जेहू दर्शक तांकु भेटियाकु बाहर को जाई जिहोशाफट राजा को कहिला दुष्ट मानकर साहाय्य करिबा, पुणी जेउ माने सदाप्रभु को घृणा करंती सेमानकु प्रेम करिया कि तुम्भर कर्तव्य। एही कार्य हेतुरु सदाप्रभु ठारू तुम्भ उपरे कोप उपस्थित। तथापि तुम्भे जे देशरु आसेरा मूर्ति दूर करी देइअछ ओ परमेश्वरंकर अन्वेषण करिया पई आपणा मन निवेश करिअछ, एथिरे तुम्भठारे कौनसी सद्भाव प्रकाश पाइअछि। पुणी जिहोशाफट जेरुसालेम रे बास कले। आउ से पुनर्बार बेर्सेबा ठारू इफ्राइमर पर्वतमय देश पर्यंत लोकमानक मध्यरे गतायत करी सदाप्रभु सेमानक पितृगणर परमेश्वरଙ୍କ प्रति सेमानकु फेराई आनले। आउ से देशर सर्वत्र जिहुदार प्राचीर बेष्टित नगर समूहरे नगरकु नगर विचारकर्ता मानकु नियुक्त कले ओ सेही विचारकर्ता मानकु कहिले तुहे माने जाहा कर ताहा विवेचना कर, कारण तुहे माने मनुष्य निमंते नुहे मात्र सदाप्रभु निमंते विचार करूअछ। पुणी विचार रे से तुम्हार सहाय अटंती। एहेतु सदाप्रभुଙ୍କ भय तुमମାନଙ୍କ उपरे अधिष्ठित हेउ। सावधान होई ताहा कर, कारण सदाप्रभु आमମାନଙ୍କ परमेश्वरଙ୍କ ठारे अधर्म कि मुखापेक्षा कि लांच ग्रहण करिवार नाही। आहुरी जिहोशाफट जेरुसालेम रे सदाप्रभुଙ୍କ पक्षरे विचार ओ विवाद भंजन करिवा निमंते लेवीय मानक ओ जाजक मानक ओ इस्राएल पितृवंश प्रधान मानक मध्यरु लोक नियुक्त कले। तहु सेमाने जेरुसालेम को फेरीगले। पुणी से सेमानकु आज्ञा देई कहिले तुहे माने सदाप्रभुଙ୍କ भयरे विश्वस्त रूपे ओ सिद्ध अंतकरण रे एहीपरि कर। पुणी आपणा आपणा नगरवासी तुमମାନଙ୍କ भ्रातृगण द्वारा रक्तपात ओ रक्तपात मध्यरे व्यवस्था ओ आज्ञा विधि ओ शासन मध्यरे कौनसी विवाद कौनसी समय तुमମାନଙ୍କ निकटरे उपस्थित हेले जेपरि सेमाने सदाप्रभुଙ୍କ प्रति दोषी नहिबे, आउ तुमମାନଙ୍କ ओ तुमମାନଙ୍କ भ्रातृगण उपरे कोप न बर्तिब, एथिपाई तुहे माने सेमानकु चेतना देब। एहा कले तुहे माने दोषी नहिब। आउ देख सदाप्रभुଙ୍କ समस्त विषय रे प्रधान याजक अमरिय पुणी राजांकर समस्त विषय रे इस्माइल रो पुत्र जिहुदा वंशाध्यक्ष सबदिय तुमମାନଙ୍କ उपरे नियुक्त अछंती। मध्य लेवीय माने तुमମାନଙ୍କ सम्मुखरे शासनकर्ता हेबे। साहसिक होई कर्म कर ओ सदाप्रभु सुजनर सहवर्ती हेउंतु। द्वितीय वंशावली अध्याय 20। अनंतर मोआब संतानगण ओ अमन संतानगण ओ सेमानक संगे अमन्य केतक लोक जिहोशाफट को प्रतिकूल रे युद्ध करियाको आसिले। एथिरे केतक लोक जिहोशाफट को संवाद देई कहिले समुद्र सेपारिस्थ अराम देशरु एक महाजनता आपणक प्रतिकूल रे आसुअछंती। आउ देखंतु सेमाने हतसोसन तामर रे अछंती। एहाकू ऐन गदी कहंती। तहिरे जिहोशाफट भीत होई सदाप्रभुଙ୍କର अन्वेषण करियाकू प्रवृत्त हेले। पुणी जिहुदार सर्वत्र उपवास घोषणा कराइले। आउ जिहुदार लोकमाने सदाप्रभुଙ୍କର साहाय्य मागिया पई आपणा मानकु एकत्र कले। सदाप्रभुଙ୍କର अन्वेषण करियाकू जिहुदार समुदाय नगररु लोकमाने आसिले। आउ जिहोशाफट नूतन प्रांगण सम्मुखस्थ सदाप्रभुଙ୍କ गृहरे जिहुदार ओ जेरुसालेमर समाज मध्यरे ठिया हेले। आउ से कहिले सदाप्रभु आम्भମାନଙ୍କ पितृपुरुषगणर परमेश्वर, तुम्भे कौन स्वर्गस्थ परमेश्वर नुह? तुम्भे कौन गोष्ठी मानक समुदाय राज्यर कर्ता नुह? पुणी तुम्भ हस्तरे शक्ति ओ पराक्रम अछि, एणु तुम्भर प्रतिबाधा करियाकू केही समर्थ नुहे। हे आम्भମାନଙ୍କ परमेश्वर, तुम्भे कौन आपणा लोक इस्राएल सम्मुखरू एही देश निवासी मानकू तड़ी देई अनंत काल निमंते आपणा मित्र अब्राहम वंशकू ताहा देई नाह?
ଆଉ ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ୍ଭ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରି କହିଅଛନ୍ତି, ଯେବେ ଆମ୍ଭମାନଙ୍କ ପ୍ରତି ଅମଙ୍ଗଳ ଖଡ୍ଗ, ଦଣ୍ଡ କି ମହାମାରୀ କି ଦୁର୍ଭିକ୍ଷ ଉପସ୍ଥିତ ହେବ, ତେବେ ଆମ୍ଭେମାନେ ଏହି ଗୃହ ସମ୍ମୁଖରେ ଓ ତୁମ୍ଭ ସମ୍ମୁଖରେ ଠିଆ ହେବୁ, କାରଣ ତୁମ୍ଭ ନାମ ଏହି ଗୃହରେ ଅଛି। ଆଉ ଆମ୍ଭେମାନେ ଆପଣା ସଙ୍କଟ କାଳରେ ତୁମ୍ଭ ନିକଟରେ ପ୍ରାର୍ଥନା କରିବୁ, ତହିଁରେ ତୁମ୍ଭେ ଶୁଣି ଉଦ୍ଧାର କରିବ। ଏବେ ଅମନ୍ର ଓ ମୋୟାବ୍ର ଓ ସେଇର ପାର୍ବତୀୟ ସନ୍ତାନଗଣକୁ ଦେଖ। ଇସ୍ରାଏଲ ମିଶ୍ର ଦେଶରୁ ବାହାର ହୋଇ ଆସିବା ବେଳେ ଏହି ଲୋକମାନଙ୍କୁ ଆକ୍ରମଣ କରିବା ପାଇଁ ତୁମ୍ଭେ ସେମାନଙ୍କୁ ଦେଲ ନାହିଁ, ମାତ୍ର ସେମାନେ ଏହି ଲୋକମାନଙ୍କ ନିକଟରୁ ଅନ୍ୟ ପଥରେ ଯାଇ ଏମାନଙ୍କୁ ବିନାଶ କଲେ ନାହିଁ। ଦେଖ, ଏମାନେ ଆମ୍ଭମାନଙ୍କ ଭୋଗାର୍ଥେ ଦତ୍ତ ତୁମ୍ଭ ଅଧିକାରରୁ ତଡ଼ି ଦେବା ପାଇଁ ଆସି କିପରି ଆମ୍ଭମାନଙ୍କର ଅପକାର କରୁଅଛନ୍ତି। ହେ ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ କଣ ଏମାନଙ୍କର ବିଚାର କରିବ ନାହିଁ? କାରଣ ଆମ୍ଭମାନଙ୍କ ପ୍ରତିକୂଳରେ ଆଗତ ଏହି ବୃହତ୍ ଦଳ ବିରୁଦ୍ଧରେ ଆମ୍ଭମାନଙ୍କର କୌଣସି ପରାକ୍ରମ ନାହିଁ, ଅଥବା କଣ କରିବାକୁ ହେବ ଏହା ଆମ୍ଭେମାନେ ଜାଣୁନାହୁଁ। କେବଳ ତୁମ୍ଭ ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ଅଛି। ଏଥିରେ ସମଗ୍ର ଜିହୁଦା ଆପଣମାନଙ୍କ ଶିଶୁ, ଭାର୍ଯ୍ୟା ଓ ସନ୍ତାନ ସନ୍ତତି ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେଲେ। ତେବେ ସମାଜ ମଧ୍ୟରେ ଆସବ ବଂଶଜାତ ମତନିୟର ବୃଦ୍ଧ ପ୍ରପୌତ୍ର, ଜିୟଏଲର ପ୍ରପୌତ୍ର, ବନାୟର ପୌତ୍ର, ଜିଖରିୟର ପୁତ୍ର ଜହସିଏଲ ନାମକ ଏକ ଲେବୀୟ ଲୋକ ଉପରେ ସଦାପ୍ରଭୁଙ୍କ ଆତ୍ମା ଅଧିଷ୍ଠିତ ହେଲେ। ତେଣୁ ସେ କହିଲେ, ହେ ସମଗ୍ର ଜିହୁଦା ଓ ଜେରୁସାଲେମ ନିବାସୀଗଣ, ତୁମ୍ଭେମାନେ ଆଉ ହେ ମହାରାଜ ଜିହୋଶାଫଟ, ତୁମ୍ଭେ ଶୁଣ। ସଦାପ୍ରଭୁ ତୁମମାନଙ୍କୁ ଏହି କଥା କହନ୍ତି, ଏହି ମହାଜନତା ସକାଶୁ ତୁମେମାନେ ଭୟ ନ କର କି ନିରାଶ ନ ହୁଅ, କାରଣ ଏହି ଯୁଦ୍ଧ ତୁମମାନଙ୍କର ନୁହେଁ, ମାତ୍ର ପରମେଶ୍ୱରଙ୍କର। କାଲି ତୁମେମାନେ ସେମାନଙ୍କ ପ୍ରତିକୂଳରେ ଯାଅ। ଦେଖ, ସେମାନେ ସିସ୍ ଘାଟି ଦେଇ ଆସୁଅଛନ୍ତି। ତୁମ୍ଭେମାନେ ଜିରୁଏଲ ପ୍ରାନ୍ତର ସମ୍ମୁଖସ୍ଥ ଉପତ୍ୟକାର ପ୍ରାନ୍ତ ଭାଗରେ ସେମାନଙ୍କୁ ପାଇବ। ଏ ଯୁଦ୍ଧରେ ଯୁଦ୍ଧ କରିବାକୁ ତୁମମାନଙ୍କର ଆବଶ୍ୟକ ହେବ ନାହିଁ। ହେ ଜିହୁଦା ଓ ଜେରୁସାଲେମ, ଆପଣମାନଙ୍କୁ ସଜାଅ, ତୁମେମାନେ ସୁସ୍ଥିର ହୁଅ ଓ ତୁମମାନଙ୍କ ସହବର୍ତ୍ତୀ ସଦାପ୍ରଭୁ କିପରି ଉଦ୍ଧାର କରିବେ ତାହା ଦେଖ। ଭୟ ନ କର କି ନିରାଶ ନ ହୁଅ, କାଲି ସେମାନଙ୍କ ପ୍ରତିକୂଳରେ ଯାଅ, କାରଣ ସଦାପ୍ରଭୁ ତୁମମାନଙ୍କର ସହବର୍ତ୍ତୀ ଅଛନ୍ତି। ତହିଁରେ ଜିହୋଶାଫଟ ମସ୍ତକ ନତ କରି ଭୂମିଷ୍ଠ ହେଲେ, ଆଉ ସମସ୍ତ ଜିହୁଦା ଓ ଜେରୁସାଲେମ ନିବାସୀମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମୁହଁ ମାଡ଼ି ସଦାପ୍ରଭୁଙ୍କୁ ପ୍ରଣାମ କଲେ। ପୁଣି କହାତୀୟ ସନ୍ତାନଗଣର ଓ କୋରହ ସନ୍ତାନଗଣର ଲେବୀୟମାନେ ଅତି ଉଚ୍ଚୈଶ୍ୱରରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ପ୍ରଶଂସା କରିବା ନିମନ୍ତେ ଠିଆ ହେଲେ। ଏଉତାରେ ସେମାନେ ଅତି ପ୍ରଭାତରେ ଉଠି ତକୟ ପ୍ରାନ୍ତର ଆଡ଼କୁ ବାହାରିଗଲେ। ଆଉ ସେମାନେ ଯିବା ସମୟରେ ଜିହୋଶାଫଟ ଠିଆ ହୋଇ କହିଲେ, ହେ ଜିହୁଦା, ହେ ଜେରୁସାଲେମ ନିବାସୀଗଣ, ମୋ କଥା ଶୁଣ। ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କଠାରେ ବିଶ୍ୱାସ କର, ତହିଁରେ ତୁମେମାନେ ସ୍ଥିରୀକୃତ ହେବ। ତାହାଙ୍କ ଭବିଷ୍ୟତବକ୍ତାମାନଙ୍କୁ ବିଶ୍ୱାସ କର, ତହିଁରେ ତୁମେମାନେ କୃତକାର୍ଯ୍ୟ ହେବ। ପୁଣି ସେ ଲୋକମାନଙ୍କ ସହିତ ପରାମର୍ଶ କଲା ଉତ୍ତାରେ ସୈନ୍ୟ ଶ୍ରେଣୀର ଆଗେ ଆଗେ ସେମାନଙ୍କ ଗମନ କାଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବାକୁ ଓ ଧର୍ମ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ, ପୁଣି ସଦାପ୍ରଭୁଙ୍କର ଧନ୍ୟବାଦ କର, ଯେହେତୁ ତାହାଙ୍କର କରୁଣା ସଦାକାଳ ସ୍ଥାୟୀ ବୋଲି କହିବାକୁ ଲୋକ ନିଯୁକ୍ତ କଲେ। ଆଉ ସେମାନେ ଗାୟନ ଓ ପ୍ରଶଂସା କରିବାକୁ ଆରମ୍ଭ କରନ୍ତେ ଜିହୁଦାର ପ୍ରତିକୂଳରେ ଆଗତ ଅମନ୍ର ଓ ମୋୟାବ୍ର ଓ ସେଇର ପାର୍ବତୀୟ ସନ୍ତାନଗଣ ବିରୁଦ୍ଧରେ ଗୁପ୍ତରେ ଛକି ବସିବା ପାଇଁ ସଦାପ୍ରଭୁ ଲୋକ ନିଯୁକ୍ତ କଲେ। ତହିଁରେ ସେମାନେ ପରାସ୍ତ ହେଲେ, କାରଣ ଅମନ୍ର ଓ ମୋୟାବ୍ର ସନ୍ତାନଗଣ ସେଇର ପର୍ବତ ନିବାସୀମାନଙ୍କୁ ନିଃଶେଷ ରୂପେ ବଧ ଓ ବିନାଶ କରିବାକୁ ସେମାନଙ୍କ ପ୍ରତିକୂଳରେ ଉଠିଲେ। ଆଉ ସେମାନେ ସେଇର ନିବାସୀମାନଙ୍କୁ ଉଚ୍ଛିନ୍ନ କଲା ଉତ୍ତାରେ ପ୍ରତିଜଣ ଏକ ଆରେକକୁ ବିନାଶ କରିବା ପାଇଁ ସାହାଯ୍ୟ କଲେ। ଏଥି ଉତ୍ତାରେ ଜିହୁଦାର ଲୋକମାନେ ପ୍ରାନ୍ତରସ୍ଥ ପ୍ରହରୀ ଦୁର୍ଗରେ ଉପସ୍ଥିତ ହୋଇ ଲୋକ ଗହଳ ପ୍ରତି ଅନାଇଲେ। ଆଉ ଦେଖ, ସେମାନେ ମୃତ ଶରୀର ହୋଇ ଭୂମିରେ ପଡ଼ିଅଛନ୍ତି, ପୁଣି କେହି ବଞ୍ଚି ନାହାନ୍ତି। ତହିଁରେ ଜିହୋଶାଫଟ ଓ ତାଙ୍କର ଲୋକମାନେ ସେମାନଙ୍କଠାରୁ ଲୁଟ୍ଦ୍ରବ୍ୟ ନେବା ପାଇଁ ଆସନ୍ତେ ସେମାନଙ୍କ ମଧ୍ୟରେ ବିସ୍ତର ସମ୍ପତ୍ତି ଓ ଶବ ଓ ବହୁମୂଲ୍ୟ ରତ୍ନ ଦେଖିଲେ। ତାହା ସବୁ ସେମାନେ ଆପଣମାନଙ୍କ ପାଇଁ କାଢ଼ି ନେଲେ। ତାହା ସେମାନଙ୍କର ବହି ନେଇ ପାରିବା ଅପେକ୍ଷା ଅଧିକ ଥିଲା। ସେହି ଲୁଟ୍ଦ୍ରବ୍ୟ ଏତେ ଅଧିକ ଥିଲା ଯେ ତାହା ବହି ନେବା ପାଇଁ ସେମାନଙ୍କୁ 3 ଦିନ ଲାଗିଲା। ତହୁଁ ଚତୁର୍ଥ ଦିନ ସେମାନେ ବରାଖା ଉପତ୍ୟକାରେ ଏକତ୍ରିତ ହେଲେ, କାରଣ ସେଠାରେ ସେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କଲେ। ଏହେତୁ ଆଜି ପର୍ଯ୍ୟନ୍ତ ସେହି ସ୍ଥାନର ନାମ ବରାଖା ଉପତ୍ୟକା ହୋଇଅଛି।
ଏଉତାରେ ଜିହୁଦା ଓ ଜେରୁସାଲେମର ପ୍ରତ୍ୟେକ ଲୋକ ଓ ସେମାନଙ୍କ ଅଗ୍ରଗାମୀ ଜିହୋଶାଫାଟ ଆନନ୍ଦରେ ପୁନର୍ବାର ଜେରୁସାଲେମକୁ ଯିବା ପାଇଁ ଫେରିଲେ, କାରଣ ସଦାପ୍ରଭୁ ସେମାନଙ୍କ ଶତ୍ରୁଗଣ ଉପରେ ସେମାନଙ୍କୁ ଆନନ୍ଦିତ କରିଥିଲେ। ଆଉ ସେମାନେ ନେବଲ ଓ ବୀଣା ଓ ତୁରୀ ବଜାଇ ଜେରୁସାଲେମକୁ ଆସି ସଦାପ୍ରଭୁଙ୍କ ଗୃହକୁ ଗଲେ। ତହିଁରେ ସଦାପ୍ରଭୁ ଇସ୍ରାଏଲର ଶତ୍ରୁମାନଙ୍କ ପ୍ରତିକୂଳରେ ଯୁଦ୍ଧ କରିଅଛନ୍ତି, ଏହି କଥା ଶୁଣି ନାନା ଦେଶୀୟ ସମସ୍ତ ରାଜ୍ୟ ଉପରେ ପରମେଶ୍ୱରଙ୍କ ଭୟ ଉପସ୍ଥିତ ହେଲା। ଏହି ରୂପେ ଜିହୋଶାଫାଟଙ୍କର ରାଜ୍ୟ ସୁସ୍ଥିର ହେଲା, କାରଣ ତାଙ୍କର ପରମେଶ୍ୱର ତାଙ୍କୁ ଚତୁର୍ଦିଗରେ ବିଶ୍ରାମ ଦେଲେ। ଜିହୋଶାଫାଟ ଜିହୁଦା ଉପରେ ରାଜ୍ୟ କଲେ। ସେ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ 35 ବର୍ଷ ବୟସ୍କ ହୋଇଥିଲେ ଓ ଜେରୁସାଲେମରେ 25 ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ଅସୁବା, ସେ ସିଲ୍ହିର କନ୍ୟା ଥିଲେ। ଜିହୋଶାଫାଟ ଆପଣା ପିତା ଆସାଙ୍କର ପଥରେ ଚାଲିଲେ ଓ ତହିଁରୁ ବିମୁଖ ନୋହି ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ତଥାପି ଉଚ୍ଚ ସ୍ଥଳୀ ସକଳ ଦୂରୀକୃତ ନୋହିଲା, କେବଳ ଲୋକମାନେ ସେତେବେଳେ ଆପଣାମାନଙ୍କ ପିତୃପୁରୁଷଗଣର ପରମେଶ୍ୱରଙ୍କ ପ୍ରତି ଆପଣା ଆପଣା ଅନ୍ତଃକରଣ ନିବିଷ୍ଟ କଲେ ନାହିଁ। ଏହି ଜିହୋଶାଫାଟଙ୍କର ଅବଶିଷ୍ଟ ବୃତ୍ତାନ୍ତର ଆଦ୍ୟନ୍ତ କଥା ଦେଖ ଇସ୍ରାଏଲ ରାଜାବଳୀ ପୁସ୍ତକର ଅନ୍ତର୍ଗତ ହନାନୀର ପୁତ୍ର ଜେହୁର ଇତିହାସ ପୁସ୍ତକରେ ଲେଖା ଅଛି। ଏଥିଉତ୍ତାରେ ଜିହୁଦାର ରାଜା ଜିହୋଶାଫାଟ ଇସ୍ରାଏଲର ରାଜା ଅହସିୟଙ୍କ ସଙ୍ଗେ ମିଶିଲେ। ଅହସିୟ ଅତି ଦୁରାଚାରୀ ଥିଲେ। ଜିହୋଶାଫାଟ ତର୍ଷିସକୁ ଯିବାର ଜାହାଜ ନିର୍ମାଣ କରିବା ପାଇଁ ତାଙ୍କ ସଙ୍ଗେ ମିଶିଲେ, ଆଉ ସେମାନେ ଇତ୍ସିଓନ ଗେବରରେ ଜାହାଜମାନ ନିର୍ମାଣ କଲେ। ସେତେବେଳେ ମାରାସା ନିବାସୀ ଦୋଦୋବାହୁର ପୁତ୍ର ଇଲିଏସର ଜିହୋଶାଫାଟଙ୍କ ବିରୁଦ୍ଧରେ ଏହି ଭବିଷ୍ୟତ ବାକ୍ୟ ପ୍ରଚାର କରି କହିଲା, ତୁମ୍ଭେ ଅହସିୟ ସଙ୍ଗେ ମିଶିଅଛ, ଏହେତୁ ସଦାପ୍ରଭୁ ତୁମ୍ଭର କର୍ମ ସବୁ ବିନାଶ କରିଅଛନ୍ତି। ତହିଁରେ ସେହି ସବୁ ଜାହାଜ ଭାଙ୍ଗିଗଲା, ତର୍ଷିସକୁ ଯାଇପାରିଲା ନାହିଁ। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 162, ଶନିବାର। ଆଜି ଆମ୍ଭେମାନେ ଦ୍ୱିତୀୟ ବଂଶାବଳୀ 17 ପର୍ବ ଠାରୁ 20 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ପଠିତ ଶାସ୍ତ୍ରାଂଶର ସାରାଂଶକୁ ଚିନ୍ତା କରିବା। ରାଜା ଆସାଙ୍କ ଉତ୍ତାରେ ଜିହୋଶାଫାଟ ସିଂହାସନରେ ଆରୋହଣ କଲେ। ସେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କ ମାର୍ଗରେ ଚାଲିଲେ। ସେ ଆସେରା ସ୍ତମ୍ଭ ସବୁ ଦୂର କଲେ ଓ ବ୍ୟବସ୍ଥା ପୁସ୍ତକ ନେଇ ଜିହୁଦାର ସମସ୍ତ ନଗରୀ ଗୁଡ଼ିକରେ ଶିକ୍ଷା ଦେବା ପାଇଁ ଲେବୀୟମାନଙ୍କୁ ପ୍ରେରଣ କଲେ। ରାଷ୍ଟ୍ରୀୟ ସୁରକ୍ଷା ଦୃଢ଼ କରିବା ପାଇଁ ଓ ଅର୍ଥନୈତିକ ସମୃଦ୍ଧି ନିମନ୍ତେ ସେମାନେ ଦୃଢ଼ ଗଡ଼ମାନ ନିର୍ମାଣ କଲେ। କିନ୍ତୁ ଜିହୋଶାଫାଟ ତାଙ୍କ ପୁତ୍ର ଜେହୋରାମ ସଙ୍ଗେ ଆହାବଙ୍କ କନ୍ୟାକୁ ବିବାହ ଦେଲେ। ଏହା ଥିଲା ଗୋଟିଏ ବଡ଼ ତ୍ରୁଟି। ଇସାବେଲର ରକ୍ତପାତ ଅଥଲିଆ ଦେଇ ଦକ୍ଷିଣ ଜିହୁଦା ପର୍ଯ୍ୟନ୍ତ ପହଞ୍ଚିଲା ଓ ଦେଶର ଅଧପତନ ହେବାକୁ ଲାଗିଲା। ମିଶ୍ରିତ ସଂସ୍କୃତିର ବିବାହ ଯୋଗୁଁ ମିଶ୍ରିତ ରକ୍ତ ଦେଇ ବାଲ ଜିହୁଦା ମଧ୍ୟରେ ପ୍ରବେଶ କଲା। ଏହି ଘଟଣା ବା ବାସ୍ତବତାକୁ ନେଇ ବଂଶାବଳୀର ଲେଖକ ଅତ୍ୟନ୍ତ ବିଳାପ କରନ୍ତି। ଦକ୍ଷିଣ ଇସ୍ରାଏଲ ଉତ୍ତର ଇସ୍ରାଏଲ ସହିତ ମିଶି ରାମୋଥ ଗିଲିୟଦ ଅରାମକୁ ଆକ୍ରମଣ କରିବା ପାଇଁ ଆହାବ ଜିହୋଶାଫାଟଙ୍କୁ ପ୍ରସ୍ତାବ ଦେଲେ। ଆହାବ ହତ ହେଲେ ଓ ଜିହୋଶାଫାଟ ମରଣ ମୁଖରୁ ରକ୍ଷା ପାଇ ଫେରିଗଲେ। ଏହି ସମୟରେ ଜେହୁ ଭାବବାଦୀ ଜିହୋଶାଫାଟଙ୍କୁ ଅନୁଯୋଗ କଲେ। ଫଳରେ ସେ ଅନୁତାପ କରି ବ୍ୟବସ୍ଥା ଅନୁସାରେ ଧର୍ମରେ ରାଜତ୍ୱ କଲେ। ମୋଆବ ଓ ଅମୋନର ମିଳିତ ସେନା ଯେତେବେଳେ ଜିହୁଦାକୁ ଆକ୍ରମଣ କଲେ, ସେତେବେଳେ ଜିହୋଶାଫାଟ ପ୍ରାର୍ଥନାରେ ସଦାପ୍ରଭୁଙ୍କ ମୁଖ ଅନ୍ୱେଷଣ କଲେ। ଶତ୍ରୁକୁ ପରାସ୍ତ କରିବାର କୌଶଳ ସଦାପ୍ରଭୁ ପ୍ରକାଶ କଲେ ଓ ସୁରକ୍ଷିତ ଭାବରେ ସଙ୍କଟକୁ ଜୟ କରିବା ନିମନ୍ତେ ସଦାପ୍ରଭୁ ଦକ୍ଷିଣ ଜିହୁଦାକୁ ସାହାଯ୍ୟ କଲେ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।